ଭାଲୁ ହାବୁଡ଼ରେ ଦୁଇ ବନ୍ଧୁ। ମଧୁପୁର ବୋଲି ଗୋଟିଏ ଗାଁ ଥିଲା। ସେଇ ଗାଁରେ ଦୁଇ ଜଣ ବନ୍ଧୁ ଥିଲେ, ରାମୁ ଓ ଶ୍ୟାମୁ। ସେମାନେ ଦୁଇ ଜଣ ଖୁବ୍ ଘନିଷ୍ଠ ବନ୍ଧୁ ଥିଲେ। ସବୁ କାମ ସଙ୍ଗେ ସଙ୍ଗେ କରୁଥିଲେ। ଗାଁର ଲୋକେ କହୁଥିଲେ, ଏମାନଙ୍କର ବନ୍ଧୁତ୍ୱ ବହୁତ ମଜବୁତ। ଗୋଟିଏ ଦିନ ସେମାନେ ନିକଟସ୍ଥ ଜଙ୍ଗଲ ଦେଇ ଅନ୍ୟ ଗାଁକୁ ଯିବାକୁ ଠିକ୍ କଲେ। ଯାତ୍ରା ଆରମ୍ଭ କରିବା ପୂର୍ବରୁ ଦୁଇ ଜଣ ପରସ୍ପରକୁ କହିଲେ, ଯେ କୌଣସି ବିପଦ ଆସୁ ଆମେ ପରସ୍ପରକୁ ଛାଡ଼ିବା ନାହିଁ। ସକାଳେ ସେମାନେ ଖୁସିରେ ଗୀତ ଗାଇ ଗାଇ ଜଙ୍ଗଲକୁ ପ୍ରବେଶ କଲେ। ଜଙ୍ଗଲ ଭିତରେ ରହିତ ଗଛ, ପକ୍ଷୀର କୁହୁକାର ଏବଂ ହାଲୁକା ପବନ ସବୁ କିଛି ଅତ୍ୟନ୍ତ ସୁନ୍ଦର କରିଦେଉଥିଲା। କିନ୍ତୁ ଜଙ୍ଗଲ ଯେତେ ସୁନ୍ଦର ସେତେ ଭୟଙ୍କର ମଧ୍ୟ ଥାଏ। କିଛି ଦୂର ଯିବା ପରେ ହଠାତ୍ ସେମାନେ ଦେଖିଲେ ଗୋଟେ ଭୟଙ୍କର ଭାଲୁ ସେମାନଙ୍କ ଦିଗକୁ ଆସୁଛି। ଭାଲୁର ଆଖି ଲାଲ ଲାଲ ଗର୍ଜନ କରି ସେ ଆଗକୁ ବଢୁଛି। ରାମୁ ଭୟରେ ତୁରନ୍ତ ଗଛ ଉପରେ ଚଢ଼ିଗଲା। ସେ ନିଜକୁ ବଞ୍ଚାଇବାକୁ ଏତେ ବ୍ୟସ୍ତ ହେଲା ଯେ ଶ୍ୟାମକୁ ଭୁଲିଗଲା। ଶ୍ୟାମ ଗଛ ଚଢ଼ିବା ଜାଣିନଥିଲା। ସେ ଖୁବ୍ ଭୟଭୀତ ହେଲା। କିନ୍ତୁ ସେ ଏକ ଚତୁର ଉପାୟ ଭାବିଲା। ସେ ମାଟିରେ ପଡ଼ି ମୃତ ଭଳି ହୋଇ ନିଶ୍ୱାସ ଅଟକାଇ ରହିଲା। ଭାଲୁ ତା ପାଖକୁ ଆସି ଶୁଙ୍ଘି ନେଲା। ଭାଲୁମାନେ ସାଧାରଣତଃ ମୃତ ଲୋକଙ୍କୁ ଖାଆନ୍ତି ନାହିଁ। ଭାଲୁ ଭାବିଲା ଶ୍ୟାମୁ ମରିଗଲା। ସେ ତାକୁ ଛାଡ଼ିଦେଇ ଚାଲିଗଲା। କିଛି ସମୟ ପରେ ଭାଲୁ ଚାଲିଯିବା ପରେ ରାମୁ ଗଛରୁ ତଳକୁ ଆସିଲା। ସେ ଆସି ଶ୍ୟାମଙ୍କୁ ପଚାରିଲା, ହେ ବନ୍ଧୁ, ଭାଲୁ ତୋର କାନରେ କ'ଣ କହିଗଲା? ଶ୍ୟାମ ହସିକି କହିଲା, ଭାଲୁ ମୋତେ କହିଗଲା ଯେ ଯେଉଁ ବନ୍ଧୁ ବିପଦ ସମୟରେ ତୁମକୁ ଛାଡ଼ି ପଳାଏ ସେ କେବେ ସତ୍ୟ ବନ୍ଧୁ ନୁହେଁ। ଏ କଥା ଶୁଣି ରାମୁ ଲଜ୍ଜା ପାଇଲା। ସେ ନିଜ ଭୁଲକୁ ବୁଝିଲା ଏବଂ ଶ୍ୟାମକୁ କ୍ଷମା ମାଗିଲା। ସେହି ଦିନରୁ ସେ ଶିଖିଲା ଯେ ସତ୍ୟ ବନ୍ଧୁତ୍ୱ କେବଳ କଥାରେ ନୁହେଁ, କାମରେ ପ୍ରମାଣ ହୁଏ। ଏହି ଗପଟିରୁ ଆମମାନଙ୍କୁ ଏହା ଶିକ୍ଷା ମିଳୁଛି ଯେ ବିପଦ ସମୟରେ ଯେଉଁ ବନ୍ଧୁ ତୁମ ସାଙ୍ଗରେ ରହେ ସେଇ ବନ୍ଧୁ ହେଉଛି ସତ୍ୟ ବନ୍ଧୁ। ଧନ୍ୟବାଦ।